ବାସୁଦେବପୁରର ପ୍ରିୟବ୍ରତ ସାହୁ, ଝିଅ ତାଙ୍କର ଲଳିତା ସାହୁ। ଦଶମ ପରୀକ୍ଷା ଚାଲିଥାଏ। ଆଉ ପରୀକ୍ଷା ସମୟରେ ଝିଅ ସହିତ ଯାହା ଘଟିଲା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ତେଣୁ ତା ପୂର୍ବରୁ ଆପଣ ଯଦି ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଭିଡ଼ିଓକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଘର ତାଙ୍କର ବାସୁଦେବପୁର। ଆଉ ବାପା ଜଣକ ଶ୍ରମିକ ଭାବେ କାମ କରନ୍ତି। ଝିଅର ପାଠ ପଢ଼ାରେ ବେଶ ଆଗ୍ରହ। ଝିଅ ଜଣଙ୍କର ମା ନାହାନ୍ତି। ଛୋଟବେଳୁ ମା ଛାଡ଼ିକି ଚାଲି ଯାଇଛନ୍ତି। ଆଉ ବାପା, ଝିଅ ଏବଂ ଗୋଟେ ଛୋଟ ପୁଅଟେ। ତିନି ଜଣ ବେଶ ହସ ଖୁସିରେ ଚଳନ୍ତି। ଆଉ ଝିଅ ଜଣକ ମଧ୍ୟ ପାଠ ଭଲ ଭାବରେ ପଢ଼େ। ଗାଁ ସାରା ସମସ୍ତେ ଭଲ ପାଆନ୍ତି ଝିଅ ଜଣକୁ, କାହିଁକି ନା ବହୁତ ଶାନ୍ତଶିଷ୍ଟ ଏବଂ ସମସ୍ତଙ୍କର ହେଲ୍ପ କରେ, ସମସ୍ତଙ୍କୁ ସାହାଯ୍ୟ କରେ। ଏବଂ ଝିଅର ଯେତେବେଳେ ଦଶମ ପରୀକ୍ଷା ଆସିଲା ସେହି ସମୟରେ ବାପା ଜଣକ ବହୁତ ବ୍ୟସ୍ତ ହୋଇଯାଇଥିଲେ, କାହିଁକି ନା ଟିଉସନ୍ ଛାଡ଼ି ନଥିଲେ, କୁଆଡ଼େ ଯାଉନଥିଲା, ଘରେ ବସି ଝିଅ ପାଠ ପଢ଼ୁଥିଲା। ବାପା ମନରେ ମଧ୍ୟ ଭଗବାନଙ୍କ ପ୍ରତି ବିଶ୍ୱାସ ଥିଲା ଯେ ମୋ ଝିଅ ଦିନେ ନା ଦିନେ ପାସ୍ ହେବ ଏବଂ ମୋ ଝିଅ ମଧ୍ୟ ସବୁ ଝିଅଙ୍କ ପରି କଲେଜ ମଧ୍ୟ ଯିବ। କିନ୍ତୁ ଶେଷରେ ଯାହା ହେଲା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। 2 ଦିନ ଲାଗି ପଡ଼ି ଝିଅ ପାଠ ପଢ଼ିଲା, କାହିଁକି ନା ପରୀକ୍ଷା ଅଛି। ପରୀକ୍ଷା ସମୟ ଆସିଲା, ପରୀକ୍ଷା ଦେଲେ। କିନ୍ତୁ ଏଇଠି ତାଙ୍କ ସହିତ ଗୋଟେ ଘଟଣା ଘଟିଲା। ଯେତେବେଳେ ପରୀକ୍ଷା ଦେବା ପାଇଁ ଯାଇଛନ୍ତି ଠିକ୍ 2 ଦିନ ପରେ ତାଙ୍କର ଆଡ଼ମିଟ୍ କାର୍ଡ଼ ହଜିଯାଇଛି। 2ଟା ପରୀକ୍ଷା ଶେଷ ହୋଇଯାଇଛି ଏବଂ ତୃତୀୟ ପରୀକ୍ଷା ଦେଲା ବେଳକୁ ଆଡ଼ମିଟ୍ କାର୍ଡ଼ ଆଉ ପାଉନାହାନ୍ତି। ଝିଅ ଜଣକ ଘରେ ଆସି ବହୁତ ଖୋଜାଖୋଜି କଲେ ଏବଂ ସ୍କୁଲ ପାଖରେ ମଧ୍ୟ ଆଖପାଖ ଖୋଜିଲେ, କିନ୍ତୁ ମିଳୁନାହିଁ। କାହିଁକି କୁଆଡ଼େ ଗଲା, କ'ଣ ହେଲା, ସମସ୍ତଙ୍କୁ ବୁଲି ବୁଲି ପଚାରିଲେ ଏବଂ ସାଙ୍ଗସାଥି ମଧ୍ୟ ପଚାରିଲେ, କାରଣ ଆଡ଼ମିଟ୍ କାର୍ଡ଼ ନଥିଲେ ପରୀକ୍ଷା ତ ଦେଇ ହେବନି। କ'ଣ କରିବେ? ବାପାଙ୍କୁ ମଧ୍ୟ ଜଣେଇଲେ। ବାପା ମଧ୍ୟ ସାର୍ଙ୍କ ସହିତ କଥା ହେଲେ, ମନା କଲେ। କ'ଣ କରିବେ କ'ଣ ନାହିଁ ମନେ ମନେ ଭାବୁଥାନ୍ତି। ଏଇଠି ଝିଅ ଯେତେବେଳେ ଯାଉଥାନ୍ତି ସେହି ସମୟରେ ତାଙ୍କୁ ଗୋଟେ ଗାଡ଼ି ଧକ୍କା ଦେଇଦେଲା। ଶେଷରେ ଝିଅ ଜଣକ ତଳେ ପଡ଼ିଗଲେ। ଆଉ ବାପା ସେପଟେ ସ୍କୁଲ ଶିକ୍ଷକଙ୍କ ସହିତ କଥା ହେଉଥାନ୍ତି। ଏପଟେ ଲୋକମାନଙ୍କ ଗହଳି ଦେଖି ବାପା ମଧ୍ୟ ଦୌଡ଼ିକି ପଳାଇଲେ ରାସ୍ତା ଆଗକୁ। ଦେଖିଲା ବେଳକୁ ତାଙ୍କ ଝିଅ ପଡ଼ିଛି, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଝିଅ ପଡ଼ିଛି। ଆଉ ଝିଅକୁ ଧରି ସିଧା ମେଡ଼ିକାଲ ଚାଲିଲେ। ଏପଟେ ଘର ଲୋକ, ଗାଁ ଲୋକ ସମସ୍ତେ ଯାଇକି ମେଡ଼ିକାଲରେ, କାହିଁକି ନା ଝିଅକୁ ବହୁତ ଭଲ ପାଆନ୍ତି ସମସ୍ତେ। କ'ଣ ହେଇଗଲା କି? ଏପଟେ ପୁଣି ପରୀକ୍ଷା, କେମିତି କ'ଣ କରିବ? ଆଉ ବାପା କିଛି ନ ସୁଝି ସିଧା ମେଡ଼ିକାଲରେ ଡାକ୍ତର ମୋ ଝିଅକୁ ରକ୍ଷା କର ପ୍ରଭୁ, ଏମିତି ଡାକିଛନ୍ତି। ଭଗବାନଙ୍କୁ ମଧ୍ୟ ଡାକିଛନ୍ତି, ହେ ପ୍ରଭୁ ଜଗନ୍ନାଥ ମୋ ଝିଅର କିଛି ନ ହୋଇଥାଉ। ଆଉ ଝିଅର ମଧ୍ୟ ମେଡ଼ିକାଲ ଟ୍ରିଟମେଣ୍ଟ ହେଲା ପରେ ଠିକ୍ ସନ୍ଧ୍ୟାରେ ସେନ୍ସ ଆସିଲା। ଝିଅର ସେନ୍ସ ଦେଖି ବାପା ମଧ୍ୟ ବହୁତ ଖୁସି ହେଇଗଲେ ଏବଂ ଗାଁର କିଛି ସ୍ତ୍ରୀ ଲୋକ ଏବଂ ଯୁବକ ଆସିଥିଲେ, ସେମାନେ ମଧ୍ୟ ବହୁତ ଖୁସି ହେଲେ। କିନ୍ତୁ ଏଇଠି ଝିଅର ଅନୁତାପ ଆସିଲା। ଝିଅ ମନେ ମନେ ଭାବିଲେ ଯେ ବାପା ଆଜି ମୋ ପରୀକ୍ଷା ଥିଲା ନା, ମୋ ଆଡ଼ମିଟ୍ କାର୍ଡ଼ ମିଳିଲା ନା, ମୁଁ ଆଜି ପରୀକ୍ଷା ଦେଇପାରିଲିନି ନା ବାପା, ଏମିତି କରି କାନ୍ଦୁଥାନ୍ତି। ବାପାଙ୍କୁ କୁଣ୍ଢେଇ ଧରି ପକାଉଥାନ୍ତି। ଆଉ ବାପା ଜଣେ କହିଲେ, ନାଇଁରେ ମା, ବ୍ୟସ୍ତ ହେନା, ଆଜି ଏତେ ବଡ଼ ଘରୁ ଏତେ ବଡ଼ ବିପଦରୁ ମୁକ୍ତି ପାଇଛୁ, ଭଗବାନ ଅଛନ୍ତି, କିଛି ହେବନି ମା, କିଛି ହେବନି, ଏମିତି କହିଦେଇଛନ୍ତି। ଝିଅ ଜଣକ କାନ୍ଦୁଥାଏ, ବ୍ୟସ୍ତ ହୋଇଯାଉଥାଏ। କ'ଣ କରିବି ମୁଁ କିଛି ଜାଣିପାରୁନି ବାପା, କେମିତି କ'ଣ କରିବି, ସତରେ ମୁଁ ଆଜି ପରୀକ୍ଷା ଦେଇପାରିଲିନି ନା, ବାରମ୍ବାର ଝିଅ ଜଣକ ପଚାରୁଥାଏ। ବାପା ତାଙ୍କୁ ବୁଝାଉଥାନ୍ତି। ଶେଷରେ ଝିଅକୁ ନେଇକି ଆସିଲେ ବାପା ଘରକୁ। ବାପା ଜଣକ ଝିଅକୁ ବୁଝାଇ କହୁଛନ୍ତି, ମାରେ ଆଗେ ତୋ ଦେହ ଭଲ ହେଇଯାଉ, ଆଗକୁ ତୁ ପରୀକ୍ଷା ଦେବୁ, କିଛି ହେବନି, ଏମିତି କହିଲେ।